ସାଙ୍ଗମାନେ ଜୟ ଜଗନ୍ନାଥ। ନମସ୍କାର। ଶୁଭ ସନ୍ଧ୍ୟାରେ ସାଙ୍ଗମାନେ, ମୁଁ ସଞ୍ଜୟ କୁମାର ମଲ୍ଲିକ, ଆପଣଙ୍କ ଭାଉଜ ସ୍ୱାଗତିକା ମଲ୍ଲିକ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ତରଫରୁ ଆପଣମାନଙ୍କୁ ସ୍ୱାଗତ। ସାଙ୍ଗମାନେ, ଆଜି ଆପଣମାନଙ୍କୁ ମିଠା ମିଠା ହସିଲା ଭଳି ଢଗ ପ୍ରଶ୍ନ ରଖିଛି, ଯିଏକି ଆପଣମାନେ ହସନ୍ତୁ, ଅନ୍ୟମାନଙ୍କୁ ହସାନ୍ତୁ। ସାଙ୍ଗମାନେ, ଆଜିର ଢଗ ପ୍ରଶ୍ନଟି ବହୁତ ମଜା ଅଛି। ଦେଖାଯାଉ ସାଙ୍ଗମାନଙ୍କୁ ଏଇ ଯେଉଁ ପ୍ରଶ୍ନଟି ରହିବ ଆପଣମାନେ କମେଣ୍ଟରେ ଲେଖିବେ ଏବଂ ଆଶା ବିଶ୍ୱାସ ରଖିଛୁ। ଯାହା ସାଙ୍ଗମାନେ ଦେଖାଯାଉ, ଭାଉଜଙ୍କୁ ମୁଁ ପଚାରୁଛି, ଭାଉଜ ନ କହିପାରିଲେ ଆପଣମାନେ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ ଏବଂ ଆପଣଙ୍କ କମେଣ୍ଟ ଆମ ପାଇଁ ବହୁତ ମୂଲ୍ୟବାନ। ସାଙ୍ଗମାନେ, ଯଦି ଆମ ଚ୍ୟାନେଲକୁ ନୂଆ ଆସିଥାନ୍ତି ପ୍ଲିଜ୍ ସବସ୍କ୍ରାଇବ୍, ଲାଇକ୍, କମେଣ୍ଟ, ସେୟାର କରିଦିଅନ୍ତୁ। ତ ସାଙ୍ଗମାନେ, ପ୍ରଥମ ଢଗ ପ୍ରଶ୍ନ ରହିଲା ଭାଉଜଙ୍କୁ, ଆପଣମାନେ ଖାଲି ଶୁଣନ୍ତୁ। କହିଲେ ଦେଖି, 1 ଘଣ୍ଟାରେ 60 ମିନିଟ୍, 1 ଦିନରେ 24 ଘଣ୍ଟା। ଜାଣିଛ ନା? 1 ଘଣ୍ଟାରେ 60 ମିନିଟ୍, 1 ଦିନରେ 24 ଘଣ୍ଟା, ଗୋଟେ ଦିନକୁ 24 ଘଣ୍ଟା। ତାହେଲେ 1 ସପ୍ତାହରେ କେତେ ଘଣ୍ଟା ହେବ? ସାଙ୍ଗମାନେ ଦେଖାଯାଉ ଭାଉଜ ଆମର କ'ଣ କହିବେ। 1 ଘଣ୍ଟାରେ 60 ମିନିଟ୍, 60 ମିନିଟ୍, 1 ଦିନରେ କ'ଣ 24 ଘଣ୍ଟା। ସେଇଭଳି 1 ସପ୍ତାହରେ କେତେ ଘଣ୍ଟା? 24 1 ହପ୍ତାହରେ କେତେ ଘଣ୍ଟା କୁହ? 24 କେତେ ହେଲା? ସେଇଭଳିଆ ହଉ ତ, 24 କେତେ ହେଲା? ସାଙ୍ଗମାନେ, ଆପଣମାନେ କମେଣ୍ଟ ବକ୍ସରେ ଲେଖନ୍ତୁ। 24 4 4 8 2 2 4 28 28 ହଉନି ସାଙ୍ଗମାନେ, ନିଦ ମାଇଲାଣି, ଶୋଇପଡ଼ି ତକିଆ ଧରିଲେଣି। ଭାଉଜ ତକିଆ ଧରିଲେଣି, ଶୋଇପଡ଼ି। ଆଉ କ'ଣ କରିବେ, କହିପାରୁନାହାନ୍ତି। ଆଉ ସାଙ୍ଗମାନେ, ଆପଣମାନେ କମେଣ୍ଟ ବକ୍ସରେ ଲେଖିଦେବେ, କାରଣ ଭାଉଜ କହିପାରୁନାହାନ୍ତି। ହିସାବ ଚାଲିଛି, ଆଙ୍ଗୁଳି ଗଣା ଚାଲିଛି। ଦେଖନ୍ତୁ ସାଙ୍ଗମାନେ, ଆଜିର ମଜାଦାର ଢଗ ପ୍ରଶ୍ନ, ଯେ କି ଭାଉଜ ହିସାବ ଆମର କରୁଛନ୍ତି। କହିଲେ ଦେଖି, 1 ଘଣ୍ଟାରେ ଯଦି 60 ମିନିଟ୍ ହୁଏ, 1 ଦିନ ଯଦି 24 ଘଣ୍ଟା ହୁଏ, ତାହେଲେ 1 ହପ୍ତାହରେ କେତେ ଘଣ୍ଟା ହେବ? ଭାଉଜଙ୍କୁ ରହିଛି ପ୍ରଶ୍ନ। 192 192। ସାଙ୍ଗମାନେ, ଭାଉଜ କହିପାରୁନାହାନ୍ତି। ଆପଣମାନେ କମେଣ୍ଟ ବକ୍ସରେ ଲେଖନ୍ତୁ। ନା କ'ଣ କହୁଛ? ଆରେ ମଇନ, ତ ମାମା କହିପାରୁନାହିଁ। 1 ଘଣ୍ଟା ଯଦି 60 ମିନିଟ୍ ହୁଏ, 1 ଦିନ ଯଦି 24 ଘଣ୍ଟା ହୁଏ, ତାହେଲେ 1 ହପ୍ତାହ କେତେ ଘଣ୍ଟା ହେବ? ଭାଉଜ କହିପାରୁନାହାନ୍ତି। ଆଉ ହେଲା 48 ହେଲା ବେଳକୁ 192 ଏକାରେ ହିସାବ କରି ଚାଲେ, ବୁଝିଲୁ? 300 240 240ରେ ପହଞ୍ଚିଲେଣି। ସାଙ୍ଗମାନେ, ଭାଉଜ ଆମର କହିପାରୁନାହାନ୍ତି। ଆପଣମାନେ ଢଗ ପ୍ରଶ୍ନଟି ଶୁଣିଲେ, କିନ୍ତୁ ନିଶ୍ଚିତ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ଏଇଭଳି ମଜାଦାର ଭିଡ଼ିଓ ଦେଖନ୍ତୁ, ମଜା ନିଅନ୍ତୁ। ସାଙ୍ଗମାନେ, ପ୍ରଶ୍ନଟି ଥିଲା 1 ଘଣ୍ଟା 60 ମିନିଟ୍ ହେଲେ, 1 ଦିନରେ 24 ଘଣ୍ଟା ହେଲେ, ତାହେଲେ 1 ହପ୍ତାହରେ କେତେ ଘଣ୍ଟା ହେବ? ଭାଉଜ ଆମର କହିପାରିଲେନି। ଆପଣମାନଙ୍କ କମେଣ୍ଟ ନିହାତି ଦରକାର। ସାଙ୍ଗମାନେ, ଆମ ପାଇଁ ଟିକେ ସମୟ କାଢ଼ି କମେଣ୍ଟ ବକ୍ସରେ ଲେଖନ୍ତୁ। ଆପଣଙ୍କ ସପୋର୍ଟ ଆମ ପାଇଁ ବହୁତ ମୂଲ୍ୟବାନ। ସାଙ୍ଗମାନେ, ଟିକେ ସପୋର୍ଟ କରନ୍ତୁ। ଭାଉଜ ଆମର ହିସାବ କରି ଚାଲିଛନ୍ତି। ଭାଉଜ ଆମର କି ହିସାବ କରୁଛନ୍ତି ଉପରକୁ ଅନେଇକି, ଆପଣମାନେ ଦେଖନ୍ତୁ। 239। ସାଙ୍ଗମାନେ, ଭାଉଜ ଆମର କହିପାରୁନାହାନ୍ତି। ଆପଣମାନେ କମେଣ୍ଟ ବକ୍ସରେ କେତେ କେତେ ଠିକ୍? 239। ହୁଣ୍ଡି କହିପାରିବୁନି ତୁ। ସାଙ୍ଗମାନେ, କମେଣ୍ଟ ଦେଲା ପରେ ଦେଖିବୁ, ସବୁଠୁ ଜାଣିପାରିବୁ ହେଲା। ତାହେଲେ ସାଙ୍ଗମାନେ, ପ୍ରଥମ ଢଗ ପ୍ରଶ୍ନଟି ସରିଗଲା। ତାପରେ ସେକେଣ୍ଡ ଢଗ ପ୍ରଶ୍ନଟି ଭାଉଜ କ'ଣ ଉତ୍ତର ଦେବେ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଭିଡ଼ିଓର ମଜା ନିଅନ୍ତୁ। ଏଇଭଳି ମଜାଦାର ଢଗ ପ୍ରଶ୍ନ ଦେଖନ୍ତୁ ସାଙ୍ଗମାନେ, ମଜା ନିଅନ୍ତୁ। ଆସ ଆମେ ଦେଖିବା ଏଇଭଳି ସୁନ୍ଦର ସୁନ୍ଦର ମଜାଦାର ଢଗ ପ୍ରଶ୍ନ, ଯିଏକି ସାଙ୍ଗମାନେ ଆପଣମାନେ ଦେଖନ୍ତୁ, ମଜା ନିଅନ୍ତୁ। ତାହେଲେ ସେକେଣ୍ଡ ଢଗ ପ୍ରଶ୍ନ ଷ୍ଟାର୍ଟ କରିବି। ଭାଉଜ ଆମର କ'ଣ ଉତ୍ତର ଦେବେ, ଖାଲି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିନିଅନ୍ତୁ ଏବଂ ଭିଡ଼ିଓର
ମଜା ନିଅନ୍ତୁ ନା କ'ଣ କହୁଛ? ହଁ ତାହେଲେ ସେକେଣ୍ଡ ହେବ ପ୍ରଶ୍ନ ମୁଁ ଷ୍ଟାର୍ଟ କରୁଛି। କରୁନା। ଦେଖାଯାଉ ଭାଉଜ ଆମର କ'ଣ କହୁଛନ୍ତି ଦେଖିନେବା ଶେଷ ପର୍ଯ୍ୟନ୍ତ ନା କ'ଣ କହୁଛ? କହିବନି? ନା ତାହେଲେ ସେକେଣ୍ଡ ଭାଗ ପ୍ରଶ୍ନଟି ଦେଖନ୍ତୁ ଭଲ କି ଧ୍ୟାନ ଶୁଣ ହେଲା ପରେ କହିବନି। କହିଲ ଦେଖି ଅମିତିର ବାପା ସୁମିତ। ଅମିତିର ବାପା ସୁମିତ। ସୁମିତିର ଭାଇ ରମିତ। ଭଲ କି ଶୁଣ। ଅମିତିର ବାପା ସୁମିତ। ସୁମିତିର ଭାଇ ରମିତ। ରମିତିର ଭାଇ ଅମିତ। ଅମିତ କେମିତି ହବ? ମୁଁ କହୁଛି ଶୁଣୁ ସାର୍। ଅମିତିର ପ୍ରଥମ ଷ୍ଟାର୍ଟ ଶୁଣ। ଅମିତିର ବାପା ସୁମିତ। ଅମିତିର ବାପା ସୁମିତି। ସୁମିତିର ଭାଇ ରମିତ। ତୁ ଖ୍ୟାଲ ରଖ। ରମିତିର ଭାଇ ଅମିତ। ଅମିତିର ବାପା କିଏ? ସାଙ୍ଗମାନେ ଭାଉଜ ତ ମୁଣ୍ଡ ଖରାପ ହେଇଯିବ। ଆପଣମାନଙ୍କ ମୁଣ୍ଡ କ'ଣ ଖରାପ ହେବ? ନାହିଁ। ଅମିତିର ବାପା କିଏ? ଅମିତିର ବାପା ସୁମିତ। ମନେ ରଖ। ସୁମିତିର ଭାଇ ରମିତ। ରମିତିର ଭାଇ ଅମିତ। ଅମିତ କେମିତି ହବ? ପୁଅ ବାଜିଆ। ଅମିତିର ବାପା କିଏ? ପ୍ରଶ୍ନ ମୁଁ ପଚାରୁଛି। ହଁ କହ। ବୁଝିପାରୁନୁ ବୋଧେ? ଅମିତିର ବାପା ସୁମିତ। ସୁମିତିର ଭାଇ ରମିତି। ରମିତିର ଭାଇ ଅମିତି। ବୁଝିପାରୁଛୁ ତ? ଅମିତିର ବାପା କିଏ? ସାଙ୍ଗମାନେ ଭାଉଜ ଆମର କ'ଣ ଉତ୍ତର ଦେଉଛନ୍ତି ଖାଲି ଶୁଣନ୍ତୁ। କହିପାରୁନାହାନ୍ତି ନା? ସାଙ୍ଗମାନେ ଭାଉଜଙ୍କ ମୁଣ୍ଡରେ ପଶୁନି। ମୁଁ ଆଉ ଥରେ ମୂଳରୁ ଷ୍ଟାର୍ଟ କରୁଛି। ଆପଣମାନେ ଧ୍ୟାନ ଶୁଣନ୍ତୁ ସାଙ୍ଗମାନେ। କମେଣ୍ଟ ବକ୍ସରେ ଲେଖିଦେବେ। ଭୁଲ ନାହିଁ ପୁରା ଠିକ୍ ଅଛି। ଦେଖାଯାଉ କମେଣ୍ଟ ଆସିଲା ପରେ ଜାଣିପାରିବ। ଶୁଣ ତମେ ବୁଝିପାରୁନ। ଅମିତିର ବାପା ସୁମିତ। ସୁମିତିର ଭାଇ ରମିତି। ରମିତିର ଭାଇ ଅମିତି। ବୁଝିଲୁ? ଅମିତିର ବାପା କିଏ? ହଁ ହଁ ତମେ କହିବ ସେଇଟା ନା କିଏ? ସୁମିତି। ସାଙ୍ଗମାନେ ଭାଉଜ କହୁଛନ୍ତି ସୁମିତି। ଅମିତିର ବାପା ସୁମିତି। ସୁମିତିର ଭାଇ ରମିତି। ରମିତିର ଭାଇ ଅମିତି। ଅମିତିର ବାପା କିଏ? ପ୍ରଶ୍ନ। ସାଙ୍ଗମାନେ ଭାଉଜ ଆମର ଜାଣିପାରୁନାହାନ୍ତି ଏଇଭଳି ମଜାଦାର ପ୍ରଶ୍ନ ଶୁଣନ୍ତୁ। ମଜା ହଁ ସାଙ୍ଗମାନେ ଭାଉଜ ଯେତେବେଳେ ନ ବୁଝିପାରୁଛନ୍ତି ସେ ଓଲଟା ବୁଝୁଛନ୍ତି। ସାଙ୍ଗମାନେ ଆପଣମାନେ କ'ଣ ବୁଝିପାରିବେନି? ଦେଖାଯାଉ ଆପଣମାନେ ବୁଝନ୍ତୁ। କମେଣ୍ଟ ବକ୍ସରେ ଲେଖନ୍ତୁ। କମେଣ୍ଟ ବକ୍ସ ଆପଣମାନେ ଲେଖିଦେଲା ପରେ ଭାଉଜ ଆମର ବୁଝିପାରିବେ। କାରଣ ଏତେ ହାଲୁକା ପ୍ରଶ୍ନ ମୁଣ୍ଡରେ ନେବା ଭାଉଜଙ୍କ ପାଇଁ କଷ୍ଟକର। ସେଥିପାଇଁ ସାଙ୍ଗମାନେ ଆପଣମାନେ ଭଲ ଭାବରେ ବୁଝନ୍ତୁ ଏବଂ କମେଣ୍ଟ ବକ୍ସରେ ଲେଖନ୍ତୁ। ଆପଣଙ୍କ କମେଣ୍ଟ ଏ ଭିଡ଼ିଓରେ ନିହାତି ଦରକାର କାରଣ ଭାଉଜ ବୁଝିପାରୁନାହାନ୍ତି। ସାଙ୍ଗମାନେ ଆପଣମାନେ କମେଣ୍ଟରେ ଲେଖିଦିଅନ୍ତୁ। ତାହେଲେ ସାଙ୍ଗମାନେ ଆପଣମାନଙ୍କୁ ମୁଁ ଆଉ ଥରେ କହିଦେଉଛି। ଆପଣମାନଙ୍କ ଏ ମୁଣ୍ଡରେ ପଶିବ କି ନ ପଶିବ ସେଥିପାଇଁ ମୁଁ ବୁଝେଇ କହିଦେଉଛି। ଆପଣମାନେ ଭଲ ଭାବରେ ଧ୍ୟାନରେ ଶୁଣନ୍ତୁ। ଅମିତିର ବାପା ସୁମିତ। ସୁମିତିର ଭାଇ ରମିତ। ରମିତିର ଭାଇ ଅମିତ। ଅମିତିର ବାପା କିଏ? ଫେର ଉତ୍ତର ପାଉଛି କେମିତି କ'ଣ? ସୁମିତି ଫେର କହୁଛି କେମିତି କ'ଣ? ଜାଣିନ ଯଦି ସେଇଟା ମୁଁ ପଚାରୁଛି। ତୁ ଫେର ଉତ୍ତରଟା ପାଉଛି କେମିତି କହିଦେଉଛି ସୁମିତି। ସାଙ୍ଗମାନେ ଆପଣମାନେ ଦେଖନ୍ତୁ। ତମେ ଯୋଉ ପ୍ରଶ୍ନ ପଚାରିଲ ଅମିତିର ବାପା ସୁମିତି। ସୁମିତିର ବାପା ସୁମିତିର ଭାଇ ରମିତି। ରମିତିର ଭାଇ ଅମିତି। ଅମିତିର ବାପା କିଏ? କୁହ। ଯୋଉ ଅମିତିର ବାପା ଏପଟେ ତ ଅମିତିର ଭାଇ ବାପା ହେଲା ସୁମିତି। ସୁମିତିର ଭାଇ ହେଲା ରମିତି। ରମିତିର ଭାଇ ହେଲା ଅମିତି। ହଁ ଅମିତିର ବାପା କିଏ? ଅମିତିର ବାପା ହଁ ସେ ଲାଷ୍ଟ ଅମିତିର ବାପା କିଏ? ସେଇ ନେଇ ଅଛି ତ ପ୍ରଶ୍ନଟି। ହଁ ଉତ୍ତର ଅଛି ତମେ ପାଉନା। ଭାଇ ଧରୁଛ ବାପା କେମିତି? ସେଇଟା ବା କିଏ ତମେ ଲେଖିବ ସେଟା କ'ଣ ହବ? ଅମିତିର ବାପା କିଏ ମାନେ ତା ଭିତରୁ କିଏ ଆସିବ? ଭାଇ ଧରୁଛନ୍ତି। ଅମିତିର ବାପା ସୁମିତି। ବୁଝିପାରୁଛୁ? ଅମିତିର ବାପା ପ୍ରଥମ କହିଛି ସୁମିତି। ସୁମିତିର ଭାଇ ରମିତି। ରମିତିର ଭାଇ ଅମିତି। ଅମିତିର ବାପା କିଏ? ସାଙ୍ଗମାନେ ଭାଉଜଙ୍କୁ ଭଲ ଭାବରେ ବୁଝେଇବାକୁ ପଡ଼ିଲା କିନ୍ତୁ ଆପଣମାନେ ବି ଭଲ ଭାବରେ ବୁଝିଲେ। ସାଙ୍ଗମାନେ ଏଇଭଳି ଢଗ ପ୍ରଶ୍ନ ଶୁଣନ୍ତୁ ମଜା ନିଅନ୍ତୁ। ଆସ ଆମେ ଦେଖିବା ଏଇଭଳି ମଜାଦାର ଢଗ ପ୍ରଶ୍ନ ଆମେ ଡେଲି ଅପଲୋଡ଼ କରୁଛୁ। ଆପଣମାନେ ଶୁଣନ୍ତୁ ମଜା ନିଅନ୍ତୁ। ଏଥିରେ କିଛି ଶିଖିବାର ଅଛି ସାଧାରଣ ଜ୍ଞାନ। ସାଙ୍ଗମାନେ ଆପଣମାନେ ଏଇଭଳି ମଜାଦାର ଢଗ ପ୍ରଶ୍ନ ଦେଖନ୍ତୁ ମଜା ନିଅନ୍ତୁ। ଆମେ ଡେଲି ଅପଲୋଡ଼ କରୁଛୁ।
ଏଥିରେ ଆପଣମାନେ କିଛି ଶିଖନ୍ତୁ ଜାଣନ୍ତୁ। ଏତିକି ରିକ୍ୱେଷ୍ଟ ସାଙ୍ଗମାନେ, ଯଦି ଚ୍ୟାନେଲକୁ ନୂଆ ଆସିଥାନ୍ତି ପ୍ଲିଜ୍ କରିଦିଅନ୍ତୁ ସବସ୍କ୍ରାଇବ୍ ଏବଂ ଆପଣମାନଙ୍କ ବନ୍ଧୁବାନ୍ଧବ ପାଖକୁ ଟିକେ ସେୟାର କରିଦିଅନ୍ତୁ, ସେମାନେ ମଧ୍ୟ ଦେଖିବାର ସୁଯୋଗ ପାଇପାରିବେ। ନା କ'ଣ କହୁଛ? ଏ ଭାଉଜ କ'ଣ କିଛି କୁହ, ଆମର ସ୍ୱାଗତିକ ଭାଉଜ କ'ଣ କିଛି ଚିନ୍ତାରେ ପଡ଼ିଲେ କିଛି କହୁନାହାନ୍ତି। ସାଙ୍ଗମାନେ ଭାଉଜ ଟିକେ ଚିନ୍ତାରେ ପଡ଼ିଯାଇଛନ୍ତି। ଯାହା ହଉ ସାଙ୍ଗମାନେ, ଆପଣମାନେ ଆମ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ। ତାହେଲେ ସାଙ୍ଗମାନେ, ଆଜି ଆମର ସମୟ ହେଇଗଲାଣି। ଆଗାମୀ ଭିଡ଼ିଓକୁ ଅପେକ୍ଷା କରନ୍ତୁ। ଏଇଭଳି ମଜାଦାର ପ୍ରଶ୍ନ ଆଣିବୁ, ଆପଣ ଦେଖିବାର ସୁଯୋଗ ପାଇପାରିବେ। ତାହେଲେ ସାଙ୍ଗମାନେ, ଆମେ ଏବେ ରହୁଛୁ। ଆଗାମୀ ଭିଡ଼ିଓକୁ ଅପେକ୍ଷା କରନ୍ତୁ। ଜୟ ଜଗନ୍ନାଥ, ନମସ୍କାର।